ମୁଁ ପ୍ରଫୁଲ୍ଲ କୁମାର ସାହୁ ସଂକୁଳ ପ୍ରମୁଖ କୁଚିଣ୍ଡା ସଂକୁଳ। ଆଜି ଆମେ ଶିଶୁ ମନ୍ଦିର ଖଣ୍ଡକଟାରେ ଆଜି ଆମେ ବାର୍ଷିକ ଉତ୍ସବ ପାଳନ କରୁଛୁ। ଆମର ଶିଶୁ ମନ୍ଦିର ଗୋଟେ ଲକ୍ଷ୍ୟ ଅଛି ଯେ ଆମେ ଭଲ ଛାତ୍ର ନିର୍ମାଣ କରିବୁ, ଆମେ ଭଲ ରାଷ୍ଟ୍ର ନିର୍ମାଣ କରିବୁ। ସେଇଥିପାଇଁ କି ଆମ ଗୁରୁଜୀ ଗୁରୁମା ମାନେ ସବୁବେଳେ ବର୍ଷ ସାରା ସେମାନେ ଲାଗିଥାନ୍ତି ପିଲା ଭିତରେ କେମିତି, ଶିଶୁ ଭିତରେ କେମିତି ପଞ୍ଚକୋଷୀୟ ବିକାଶ ହେବ, ଶିଶୁଟି ଭିତରେ କେମିତି ଉପଯୁକ୍ତ ଚରିତ୍ର ନିର୍ମାଣ ହେଇପାରିବ, ସେ ଦେଶକୁ ଭଲ ପାଇବ, ତା ଭିତରେ ରାଷ୍ଟ୍ରପ୍ରେମ କେମିତି ଜାଗୃତ ହେଇପାରିବ, ସେଇଥିପାଇଁ ସବୁବେଳେ ସେମାନେ ଚେଷ୍ଟିତ ରହନ୍ତି। ମୋ ନାଁ ପୂର୍ଣ୍ଣଚନ୍ଦ୍ର ପଟେଲ, ଗ୍ରାମ ଖଣ୍ଡକଟା ସରସ୍ୱତୀ ବିଦ୍ୟା ମନ୍ଦିରର ମୁଁ ପ୍ରେସିଡେଣ୍ଟ ଅଛି। ଆଜି ଖଣ୍ଡକଟା ସରସ୍ୱତୀ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳନ କରାଗଲା। ବାର୍ଷିକ ଉତ୍ସବ ପାଳନର କାରଣ ହେଉଛି ଯେଉଁ ଆମର ସରସ୍ୱତୀ ବିଦ୍ୟା ମନ୍ଦିରରେ ଭାଇ ଭଉଣୀମାନେ ପଢ଼ୁଛନ୍ତି, ତାଙ୍କର ଖେଳକୁଦ, ନାଚ, ଗୀତ ଏସବୁକୁ ଆଖି ଆଗରେ ରଖି ଏହି ଉତ୍ସବ ପାଳନ କରାଯାଏ। ତେଣୁ ଏହି ଉତ୍ସବରେ ସମସ୍ତ ଛୁଆମାନଙ୍କର ମା ବାପା ଭାଇ ଭଉଣୀ ସମସ୍ତେ ଆସିଛନ୍ତି। ବହୁତ ଆନନ୍ଦର ସହ ଏ ଉତ୍ସବ ଆମେ ପାଳନ କଲୁ। ମୋର ନାମ ହେଉଛି ଶ୍ରୀଯୁକ୍ତ ଲିଲିପୁର ସେଠ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖଣ୍ଡକଟାର ପ୍ରଧାନ ଆଚାର୍ଯ୍ୟ। ଆଜି ଆମ ସରସ୍ୱତୀ ଶିଶୁ ମନ୍ଦିର ଖଣ୍ଡକଟାର 12ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆମର ମୁଖ୍ୟ ଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ଦେଓ ମହାଶୟ, ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ମହୋଦୟ ଏବଂ ସମ୍ମାନିତ ଅତିଥି ଭାବରେ କୁନି ସେଉଲ ମହୋଦୟା ଉପସ୍ଥିତ ଥିଲେ। ତା ସହିତ ଆମ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମହୋଦୟ ମାନନୀୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଟେଲ ମହୋଦୟ, ସମ୍ପାଦକ ଭାବରେ ମାନନୀୟ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ଭଂସା ମହୋଦୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତତ୍ସହିତ ଆଜିର ଏହି 12ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ କୁନି କୁନି ଭାଇ ଓ ଭଉଣୀମାନଙ୍କ ଦ୍ୱାରା କିଛି ନୃତ୍ୟ ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାଇ ଭଉଣୀମାନଙ୍କର ଆନ୍ତରିକତା ଗୁଣ ଏବଂ ଭାଇ ଭଉଣୀମାନଙ୍କର ପ୍ରତିଭା ଯେପରି ପରବର୍ତ୍ତୀ ସମୟରେ ଆମର ଦେଶ ସେବାରେ ଲାଗି ରହୁ, ସେହିଭଳି ଭାବରେ ତାଙ୍କର ପ୍ରତିଭା ପ୍ରତିସ୍ଫୁଟ ହେଉଛି ଏବଂ ସେମାନେ ନିଜର ପ୍ରତିଭାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି।